ଯାଉଥିଲି ଘରକୁ ଗଲାବେଳେ ପୁରା ପଡ଼ିକି ମୋର ଖଣ୍ଡିଆ ଖାବରା ହେଇଗଲି। ଏବାଟେ ଯିବା ଆସିବା ପାଇଁ କିଛି ସୁବିଧା ନାଇଁନ। ଯେନ୍ଟାକି ସୁବିଧା ଅଛେ ଯେନ୍ଟା ମେନ୍ ରାସ୍ତା ସେଟା ନିଏ ବନାବାରଟା ଏଇଟା ଆମେ ସେ ତଳ ବାଟି ଗୋଟେ ବାଇପାସ୍ ରୋଡ଼ ଅଛେ ସେ ବାଇପାସ୍ ରୋଡ଼ରେ ଆଇଲା ବେଳକୁ ଆପଣ ଦେଖିବେ ବି ପୁରା ରାସ୍ତାଟା ମରଣ ଜନ୍ତା ପାଲଟିକି ରହିଛି। ଆମେ ଆଜି ପଡ଼ିକି ଆମେ 2 ଜଣ ଯାଉଥିଲୁ ଖଣ୍ଡିଆ ଖାବରା ପୁରା ହେଇଯାଇଛୁ। ଆଉ ଆମେ ତ ଯାହା ପଡ଼ିଲୁ ଏଇଟା ବର୍ଷା ପାଣି ପାଇଁ ପୁରା ସବୁ ଧୋଇ ଯାଇଛି। ଯିଏ ବି ଆସିଲେ ଆଜ୍ଞା ଏଇ ବାଟି ପଡ଼ବେ ଟିକେ ଦେଖି ଚାହିଁକି ଏଇଟା ଆମର ସରକାର ଆମର ଏଥିପ୍ରତି ଧ୍ୟାନ ଦିଅନ୍ତୁ। କେହି ଇनको ଆସିକି ଦେଖବାର ନାହିଁ କିଛି ନାହିଁ ଖାଲି ପୁଲଟା ବନାଇ ଦେଇଛନ୍ ଅଧା ହେଇଛେ କି ନା ହେଇଛେ ସେଟା ଦେଖବାର ନାଇଁ ନ। ଆମେ ଇଆଡ଼େ ପଡ଼ିକି ଖଣ୍ଡିଆ ଖାବରା ହେଲୁ ଆମର ଜୀବନ ଇଆଡ଼େ ବିପଦରେ ଏଇ ବାଟି ଯିବା ଆଇବାର ଲାଗି ଆମେ ବହୁତ ଲୋକ ଏଇ ବାଟି ଯିବା ଆଇବା କରୁଛୁ। ରାସ୍ତା ପୁରା ବନ୍ଦ ଅଛେ ଯେନ୍ ଛୋଟିଆଟେ ରାସ୍ତା ଅଛେ ଯିବାର ଲାଗି ହେଲେ ସେ ବାଟି ମରଣ ସାଙ୍ଗରେ ସଂଘର୍ଷ କରିକି ଯିବାର ଲାଗି ପଡ଼ୁଛେ। ଆମେ ଏବେ ଖଣ୍ଡିଆ ଖାବରା ହେଇକି ବାଟରେ ଦେଖୁଥିବେ ବି ଖଣ୍ଡିଆ ଖାବରା ହେଇକି ଏବେ ପଡ଼ିଛୁ ଆଜ୍ଞା। PWD ବାଲା କାଁ କରୁଛନ୍ କାଁ ନାଇଁ ୟା କାମ କରିକି ପକେଇ ଦେଇଛନ୍ ଏଇଟା ଟିକେ ଧ୍ୟାନ ଦେଲେ ଭଲ ହେଇଥାଏ। ନୂଆ ପୁଲ କାମ ସମ୍ପୂର୍ଣ୍ଣ ନାଇଁ ହେଇପାରିଲା ତାପରେ ଯେଉଁ ପୁଲଟା ହେଇଛି ବି ଏବେ ନୂଆ ମାଟି କାଦ ପଡ଼ିକି ବହୁତ ଲୋକ ହଇରାଣ ହେଉଛନ୍। ବର୍ତ୍ତମାନ ବହୁତଠୁ ହରଭଙ୍ଗା ପର୍ଯ୍ୟନ୍ତ କୌଣସି ଗମନାଗମନର ସୁବିଧା ନାହିଁ ଆମର। আর ধলপুর ব্রিজ ପାଇଁ ବି କୌଣସି ସୁବିଧା ନାହିଁ କି ଦୁସରା ରାସ୍ତାରେ ଗଲେ ବି ବୋଟ୍ ଗାଡ଼ି ଯାଇପାରୁନି ଅଲଗା ଗାଁ ଦେଇକି ଗଲେ ବୁଲିକି ଗଲେ ବି ତେଣୁକରି ଜନସାଧାରଣ ବହୁତ ଅସନ୍ତୋଷ ଅଶାନ୍ତି ତାହିଁରୁ ତୁମର କିଟା ଯିବା ଏବାର ବହୁତ ହଇରାଣ ହେଉଛନ୍ ଲୋକ ସବୁ ପବ୍ଲିକ୍ ଆମର ବହୁତ ହରଭଙ୍ଗା ଯେ ପୁରା କମ୍ପ୍ଲିଟ୍ ପବ୍ଲିକ୍ ହଇରାଣ। ଯଥାଶୀଘ୍ର ଆମର ଯେ କଣ୍ଟ୍ରାକ୍ଟର ଆଜ୍ଞା ଅଛନ୍ ଜଲ୍ଦି ଟିକେ ତାଙ୍କୁ କିଛି ଯିବା ଆସିବା ସୁବିଧା କରିଦେଲେ ସମସ୍ତଙ୍କ ପାଇଁ ବହୁତ ସୁବିଧା ହୁଅନ୍ତା ବୋଲି ମୁଁ ଭାବୁଛି। 2 ଦିନ ହେଲା ପୁରା ପୋଲ ଭୁଷୁଳି ନେଇଛି ପୁରା ଯିବା ଆସିବା ଗାଈ ବଳଦ ମଣିଷ ସମସ୍ତେ ଅସୁବିଧା ହେଉଛୁ। ଆଉ ଆଗରୁ କାମ କରିବା କଥା ଏବେ ବର୍ଷା ଦିନରେ କାମ କରି ହେବନି। ଯିଏ କଣ୍ଟ୍ରାକ୍ଟ ନେଇଛି ସେ ବି କରିପାରିବନି ନା ଏବେ ତ ବର୍ଷ ସାରା ପର୍ଯ୍ୟନ୍ତ କରିହେବନି। ଏବେ ତ ପ୍ରବଳ ବର୍ଷା ହେବ ପ୍ରବଳ ତାପରେ ଅଧିକ ପାଣି ହେବ ଏଇଟା କରିବି ହେବନି ଲୋକ ସବୁ ହଇରାଣ ହେବେ ତାର ବ୍ୟବସ୍ଥା ଆପଣ କରିବେ ଆଉ।